श्री गुरु महिमा अलेख शरण अलेख शरण अलेख शरण अलेख शरण अलेख शरण श्री गुरु महिमानंद शरण श्री गुरु महिमानंद शरण श्री गुरु महिमा। तो द्वारिका आपन को स्वागत करुछि हमर आज एपिसोड को। भगत भक्त साधु संत सुयानी पंडित एवं जगत रे मोर पिता माता गुरुजन मान को अनंत कोटि प्रणाम जनाई तांको पाद पद तले मु शरण पहुँची। एकादशी बृहस्पति मीनसनी देवी नदी कूल सुभद्रा कुशभद्रा जाए भांगीवती कोण भूमि भुजंग अंचल जले बुड़ाइब रूपसिंहासन जीव पारादीपठारे आंबर समाधि सेदिन पूजा पाइब घरे कफिटिब चित्तला जाए आंबदर पुरीतीत भीष्मकुंड ठारू गंडुकी पर्यंत नदी बहिब जे स्रोत गंड नाम सात ओसिया होइछि जिला नाम ढेंकानाल जाउली बंधर पश्चिम भागरे कुंभीर रहिछि काल पूर्व भागे माछ चितल रहिछि सेदिन सदन जोग सेदिन दर्शन जोग शारदा मंडली दर्शन मागिबे सेदिन चूल भांगिब रत्नबट मूले नारेक फिटिब रत्नवती नाम हेब सतिया बटरे हृदय मिलिबे वचन दई ध्रुव। श्री अच्युतानंद महापुरुष शिवकल्प सप्तम निबंधरे प्रमाण देइछन्ति लेखा अछि। अच्छा अच्छा द्वारिका अलेख शरण अलेख शरण जाओ आज तो खूब से दिन आसी आपण गोटे मालिकार गोटे कथा आमर उपस्थापन करुछन्ति शिवकल्प नवखंड तो आलोचना करंतु आपण को स्वागत। माने पूर्व समुद्ररू अच्छा आपण उठिब अच्छा कंपुव पानी को हिया अच्छा घोर कली काल भय न रहिब प्राणी हेबे कुआ भुआ से समय आसी जाइछि जाकि मीनसनी आरंभ हला ये आरंभ रे किसी हबो बुझले कि आज्ञा आगे कृषकारी विनाश होइब तदंत धनिक लोक राज सेवायत तापरे विनाश पड़िब अति चमक। देखो यही मीनसनी जुग आरंभ होला यही बैशाख मासरू सब आरंभ हो आज्ञा मधु मास प्रांत शुक्ल एकादशी बृहस्पति मीनसनी माने यहाँ आमर पड़ा बुझिपारे आज्ञा ये मधुमास प्रांत शुक्ल एकादशी बृहस्पति मीनसनी माने बृहस्पति हला गुरुवार मीन हला जोटा कि मीन राशि एवं शनि मधुमास प्रांत शेष शुक्ल पक्ष एकादशी बृहस्पति बार गुरुवार मीन राशि एवं शनि ये दिन ही जोग पड़ा बुझीपार अच्छा शिवकल्प स्पष्ट प्रमाण अच्छी आम मन कथा नुह आज्ञा। अच्छा 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 द्वारिका जो आप कहले जो मीनसनी कथा कहले पूर्वर आमर जो थिला घोषणा जो 7 दिन 7 राति अंधार होइबो ए घटना या सहित कौन लिंक रहुछि या सहित मीनसनी आमर एई शिवकल्प निबंध रे प्रमाण रही
7 ଦିନ 7 ରାତି ଅନ୍ଧକାର ହବ, 3 ଥର ହବ। ନାଇଁ 3 ଥର ହବ ଏ କଥା। ହଁ ନିଶ୍ଚିନ୍ତ ଆଚ୍ଛା 3 ଥର ହବ। ତାର ସମୟ ନେଇକିରି କୋଉ ସମୟରେ କଣ ହବ ଏଇଠି ଏଠି ଯେମିତି ଦେଖିଲେ ଯେ ଦେବୀ ନଦୀ କୂଳ କୁଶଭଦ୍ରା ଯାଏ ଭାଙ୍ଗିବ ତ୍ରିକୋଣ ଭୂମି। ସେଇ ସମୟରେ ଗୋଟେ କିଛି ଭାଇ ଫିଟିବ ଜଳପ୍ରବାହ ଏଇଭଳିଆ। ଆଉ କୁଜଙ୍ଗ ଅଞ୍ଚଳ ଜଳ ବୁଡାଇବ, ରୂପ ସିଂହାସନ ଯିବ। ଆମେ ତ କହୁନେ ନା ଆମେ କହୁଛନ୍ତି। ପାରାଦୀପ ଠାରେ ଆମ୍ଭର ସମାଧି ସେଦିନ ପୂଜା ପାଇବ। ସେଇଦିନ ବୁଝିପାରିଲେ? ଆଜ୍ଞା ଧାରେକ ଫିଟିବ ଇଟୋ ତଳା ଯାଇ ଦାମୋଦରପୁରେ ସ୍ଥିତ। ଭୀଷ୍ମକୁଣ୍ଡ ଠାରୁ ଗଣ୍ଡୁକୀ ପର୍ଯ୍ୟନ୍ତ ନଦୀ ବହିବ ଯେ ସ୍ରୋତ। ମାନେ ଭୀଷ୍ମକୁଣ୍ଡ ଠାରୁ ଗଣ୍ଡୁକୀ ପର୍ଯ୍ୟନ୍ତ ନଦୀ ବହୁତ ସ୍ରୋତରେ ବହିବ। ଏବଂ ଗଣ୍ଡ ନାମ 7 କୋଶିଆ ହୋଇଛି, ଜିଲ୍ଲା ନାମ ଢେଙ୍କାନାଳ। ଦେଖନ୍ତୁ ସେତେବେଳୁ ମହାପୁରୁଷ ଲେଖିଛନ୍ତି ଯେ ଆମର ଯୋଉଟା 7 କୋଶ ଗଣ୍ଡ ଆଚ୍ଛା ଟିକରପଡ଼ା ସେଟା ଆମର ଇଏ ଥିଲା ଢେଙ୍କାନାଳ ଜିଲ୍ଲା। ଏବେ ସେ ଅନୁଗୁଳ ଜିଲ୍ଲା ହେଇଛି, କିନ୍ତୁ ସେତେବେଳେ ଥିଲା ଢେଙ୍କାନାଳ ଜିଲ୍ଲା। ଆଜ୍ଞା ମହାପୁରୁଷ ତାର ପ୍ରମାଣ ଦେଇଛନ୍ତି ଯେ ସେଟା ହଉଛି ଢେଙ୍କାନାଳ ଜିଲ୍ଲା ହେଲା। ଆଚ୍ଛା ମାନେ ଗଣ୍ଡ ନାମ 7 କୋଶିଆ ହୋଇଛି, ଜିଲ୍ଲା ନାମ ଢେଙ୍କାନାଳ। ଜାଉଳି ବନ୍ଧର ପଶ୍ଚିମ ଭାଗର କୁମ୍ଭୀର ରହିଛି କାଳ। ସେଇଠି ଯୋଉ ଆମର ଭରିଆର ବଡ କୁମ୍ଭୀର ଅଛି, ସେଇ 7 କୋଶିଆ ଗଣ୍ଡରେ ଅଛି। ଏହା ଅଚ୍ୟୁତାନନ୍ଦ ପ୍ରମାଣ ଦେଇଛି। କୁମ୍ଭୀର କୌଣସି ନାହିଁ, ବୁଝିପାରିଲେ? ଆଚ୍ଛା ତାପରେ ପୂର୍ବ ଭାଗେ ମାଛ ଚିତ୍ତଳ ରହିଛି। ସେଦିନ ଦଶମ ଯୁଗ ଶାରଦା ମଣ୍ଡଳ ଦର୍ଶନ ମାଗିବେ, ସେଦିନ ଚୂଳ ଭାଙ୍ଗିବ। ମାନେ ଏଥିରୁ ଜଣା ପଡୁଛି ହୀରା ପାରା ଏ ଦୁହେଁ ଏକତ୍ର ହୋଇବେ। ଏପଟୁ ପୂର୍ବରୁ ସମୁଦ୍ରରୁ ଚିତ୍ତଳ ଆସିବ ଏବଂ 7 କୋଶିଆ ଗଣ୍ଡରୁ କୁମ୍ଭୀର ଆସିବ। ଇଏ ଯାଇକିରି ପ୍ରବେଶ କୋଉଠି? ଶାରଦା ମଣ୍ଡଳରେ। ବୁଝିଲେ ଆଜ୍ଞା? ରତ୍ନମଠ ମୂଳେ ଧାରେକ ଫିଟିବ, ରତ୍ନମତି ନାମ ହେବ। ପଟିଆ ବଟରେ ଉଭୟ ମିଳିବେ ବଚନ ଅଟଇ ଯୋଗ। ଇଏ ଛତିଆ ବଟରେ ଯାଇକି 2 ଜଣ ମିଳିବେ। ବୁଝିପାରୁଛନ୍ତି? ଏହା ସତ୍ୟ, ମାଳିକା ପ୍ରମାଣ ଅଛି। ମୁଁ ଭାବୁଛି ଯେତିକି ମୋର ଅନୁଭୂତି ଏଇ ଶାସ୍ତ୍ର କହୁଛି ଶିବକଳ୍ପ ଯେ ଏଇ ନିରସନୀ ଯୁଗରେ ସବୁ ହବ। ଆଚ୍ଛା ଆଚ୍ଛା ବୁଝିଲେ? ତ ଏଇଭଳିଆ ଅଘଟଣ ସବୁ ଘଟିବ। ଆଉ ନିରସନୀ ଯୁଗ ଭିତରେ ହବ କଣ ଫେରେ? ସେକାଳେ ଦାରୁଙ୍କ ନିମନ୍ତେ ପଡ଼ିବ ଶିବ ଦେଉଳି। ଦାରୁ ନ ପାଇବ ପଥ ହୁଡ଼ିଯିବ, ମାରିବ ମାର୍କଣ୍ଡ ଛାଡ଼ି। ବେନ୍ଦୁଟି ହାତରେ ଠିଆଳ ଠାରେ ହୋଇଛି ଛୁଆ। ପାଉଁତେ ବିଟିଶ ଉଜାଣି ଆସିବ, ପଣ୍ଡା ହେବେ କୁଆ ଧୁଆ। ରେଳରେ ହରଣ ଦାରୁକୁ ନେବ, ଲକ୍ଷେ ମାଳ ସୁନା ଦେଇ ଗଳି ଷ୍ଟେସନରେ ଇଞ୍ଜିନ ଭାଙ୍ଗିବ, ପୁଣ୍ୟ ହେବେ ଭାବଗ୍ରାହୀ। ଦେଖନ୍ତୁ ଆଜ୍ଞା, ଇଏ ଅନେକ ପ୍ରମାଣ ମିଳୁଛି। ଆମର ଇଏ ହଉଛି ଶିବକଳ୍ପ 7ମ ନିର୍ଘଣ୍ଟର ଅନେକ ଜିନିଷ ଏଇ 7 ଦିନ 7 ରାତି ଭିତରେ ହବ, ଏହା ସତ୍ୟ। ଏଇ ଯୋଉ ଘଟଣାଟା ଆମର କୁହାଯାଉଛି 7 ଦିନ 7 ରାତି ଅନ୍ଧାର ହବ, ୟାର ତାତ୍ପର୍ଯ୍ୟ କଣ ୟାର ରହିଲା ଟିକେ ବୁଝାନ୍ତୁ। ସାଧାରଣ ଭାବରେ କଣ ବୁଝିବା? ଶୁଣନ୍ତୁ, 7 ଦିନ ଅନ୍ଧକାର ହବାର ଅନେକ ପ୍ରମାଣ ରହିଛି। ଆମେ ଗୋଟିକି ସବୁ କହିବା। ପ୍ରଭୁଙ୍କର କଳ୍କି ବାବଦରେ କହିଥିଲେ 7ମ ପର୍ଯ୍ୟନ୍ତ।
ସେଇ ଆମେ ଗୋଟି ଗୋଟିକିରି ସବୁ କରିବା ଭକ୍ତମାନେ ଜାଣିବେ। ଆଉ ଏଇଟା ହଉଛି ତ ସତ୍ୟ ପଥର କଥା, ଯିଏ ସତ୍ୟରେ ରହିଥିବେ ସେମାନେ ହିଁ ଉଦ୍ଧାର ପାଇବେ ନିଶ୍ଚିତ। ଆଉ ଏ ବର୍ତ୍ତମାନ ତ ଏଇ ଯୁଗରେ ଘୋର ବଢିଗଲାଣି। ଦେଖନ୍ତୁ ଏ ପାପ ବଢିଯିବା ସକାଶେ ଅନେକ ଦୁର୍ଘଟଣା ଘଟିଲାଣି। ଆଉ ଯୋଗୀମାନେ ଦେଖୁଥିବେ ଯୋଉଠି ଅତିଶ ପାପ ରହିଛି ସେଇଠି ସେ ଦୁର୍ଘଟଣା ଘଟଉଛନ୍ତି ନା। ଆସିଲାଣି ଦେଖନ୍ତୁ 13 ଦିନିଆ ପକ୍ଷ ପରେ ପରେ ଆମର ଆମେରିକାରେ ପଶ୍ଚିମ ଦେଶରେ ଅଗ୍ନିକାଣ୍ଡ ହେଲା ଏବଂ ତାପରେ ଆମର ଉତ୍ତରପ୍ରଦେଶରେ ପର୍ବତ ଧସିଲା ଏବଂ ଭୂମିକମ୍ପ ହେଲା। ତାପରେ ପରେ ଫେରେ ଏବେ ଦେଖନ୍ତୁ ଆମର ବାହାର ଦେଶରେ ଭୂମିକମ୍ପ ହେଇଛି, ସବୁ ବଡ ବଡ ବିଲ୍ଡିଂ ମାନ ଟଳି ପଡିଛି। ତାପରେ ପରେ ଆମର ଗୋଟେ ବାହାନଗା ଷ୍ଟେସନରେ ହେଇଥିଲା ରେଳ ଦୁର୍ଘଟଣା। ଏବେ ଏଇଠି ପରଦିନ ରେଳ ଦୁର୍ଘଟଣା ହେଇଛି। ଆଉ ଏଇ ବର୍ଷ ତ ମାନେ ଅଗ୍ନି ବର୍ଷା ହବ, ଲୋକମାନେ ଅଂଶୁଘାତରେ ଟଳି ପଡିବେ। ଆଉ ସେଥିପ୍ରତି ଆମର ଜଗତ ଭକ୍ତଙ୍କୁ ଆମେ ସାବଧାନ କରିଦଉଛୁ, ଦୃଷ୍ଟିରେ ରୁହନ୍ତୁ। ବହୁତ ଭୟଙ୍କର ସବୁ ବିପର୍ଯ୍ୟୟ ସୃଷ୍ଟି ହବ, ବୁଝିପାରିଲେ କି? ନିହାତି ନିହାତି। ତ ଶୁଣୁଥିଲେ ଆମର ଦ୍ୱାରିକା ଆଉ ଖୁବ ସୁନ୍ଦର ଭାବରେ ମୀନସେନୀ ଯୋଗରେ କିଭଳି ସବୁ ଅଘଟଣ ଘଟିବ ଆଗକୁ, କ'ଣ ସବୁ ରହିଛି ଆମର ଭବିଷ୍ୟତବାଣୀ, ଭୀମଭୋଇଙ୍କର ଅଚ୍ୟୁତାନନ୍ଦଙ୍କର ସବୁ କ'ଣ କ'ଣ ସବୁ ରହିଛି, ଏଇସବୁ କଥା ମଧ୍ୟ କହୁଥିଲେ ଖୁବ ସୁନ୍ଦର ଭାବରେ। ତ ଏଇଠି ବାଣୀକି ବିରାମ ଦେବା, ପୁଣି ଦେଖା ହବ ଏଇଭଳିଆ ଗୋଟେ ସୁନ୍ଦର ଆଲୋଚନାରେ। ଆଉ ସମସ୍ତେ କହିବା ଅଲେଖ ଶରଣ, ଅଲେଖ ଶରଣ, ଅଲେଖ ଶରଣ, ଅଲେଖ ଶରଣ।